ତ ଆପଣ କହିବାକୁ ଚାହୁଁଛନ୍ତି ଏ ଯୋଉ ଭ୍ୟାଲେଣ୍ଟାଇନ୍ ଡେ ହଉଛି ପୁଅ ଆଉ ଝିଅ ମାନଙ୍କ ପାଇଁ ନୁହଁ? ହଁ ଠିକ ବୁଝିଲେ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଆଜିକି 10 ଲକ୍ଷ ବର୍ଷ ପୂର୍ବରୁ ଗୋଟେ ଲୋକ ଥିଲା ଯାହାର ନାଁ ଥିଲା ଭ୍ୟାଲେଣ୍ଟାଇନ୍। ସେ ଲୋକ ଗୋଟେ ଏଲିଏନ ସହ ଦେଖା ହେଲା। ସେ ଏଲିଏନ ନା ମୁଁ କହିବିନି। ହଁ, ମୁଁ ଗୁଗୁଲ କରିଦେବି, ଆପଣ ଆଗକୁ କୁହନ୍ତୁ। ତ ସେ ଏଲିଏନ ତାକୁ ବରଦାନ ଦେଲା, ତମେ ପୃଥିବୀକୁ ଯାଅ ଆଉ ଭଲ ପାଅ। ସେ ଏଲିଏନ ତାକୁ କହିବାକୁ ଭୁଲିଗଲା କାହାକୁ ଭଲ ପାଇବ। ତାକୁ ପୃଥିବୀର ସବୁଠୁ ପ୍ରଥମ ପାଣି ଯେ ଦେଖା ହେଲା ସେ ହଉଛି গে ପୁରୁଷ। ସେ ତାକୁ ହିଁ ଭଲ ପାଇଲା। ତାଙ୍କ ମିଳନରୁ ଯିଏ ଜନ୍ମ ହେଲା ସେ ହଉଛି গে ପୁରୁଷ। ସେଇଠୁ ଆଜିକାଲି ଯୋଉମାନେ ସବୁ ଭ୍ୟାଲେଣ୍ଟାଇନ୍ ଡେ ପାଳନ କରୁଛନ୍ତି ସେ ସବୁ ହଉଛନ୍ତି গে। ସବୁ ହଉଛନ୍ତି গে ପୁରୁଷ? ହଁ ହଁ, ସବୁ ଯାକ ହିଁ গে। ଏଇ ଯୋଉ ଝିଅ ମାନେ ଭ୍ୟାଲେଣ୍ଟାଇନ୍ ଡେ ରେ ଉଛୁଳିକି ବୁଲୁଛନ୍ତି ତାଙ୍କର ତ କିଛି ଲେନା ଦେନା ନାହିଁ। ଇଏ ଫେଷ୍ଟିଭାଲ ହିଁ গে ମାନଙ୍କର। ଇଏ ଯୋଉ ଟେଡି ଡେ, ଚକୋଲେଟ ଡେ, ରୋଜ ଡେ, ଇଏ ସବୁ ବିଜନେସ କମ୍ପାନୀ ମାନଙ୍କର ଚାଲାକି। ଚକୋଲେଟ କମ୍ପାନୀ ନିଜ ଚକୋଲେଟ ବିକିଲେ, ଟେଡି ବିୟର ମାନେ ନିଜ ଟେଡି ବିକିଲେ, ଆଉ ମାଳି କାହିଁ ବାକି ରହିବ? ସେ ରୋଜ ଡେ ନାଁରେ ନିଜ ଗୋଲାପ ବିକିବା ଆରମ୍ଭ କଲା। ଆଚ୍ଛା, ସେଥିପାଇଁ। ତ ଆପଣ ଏସବୁ କେମିତି ଜାଣିଲେ? ହଁ, କିଛି ବି ପଚାର, କିଛି ବି, ମୁଁ ସବୁ କହିଦେବି।